ଆଜି ଅନନ୍ତ ବ୍ରତ। ଏହି ଅନନ୍ତ ବ୍ରତରେ ଇଷ୍ଟଦେବ ପ୍ରଭୁ ଶିଶୁ ଅନନ୍ତଙ୍କ ପଦାବ୍ଜରେ ଅନନ୍ତ ବ୍ରହ୍ମାଣ୍ଡର ଅନନ୍ତ କୋଟି ମଣିଷର ଜୀବ ପଶୁ ପକ୍ଷୀ କୀଟ ପତଙ୍ଗଙ୍କର ବୃକ୍ଷ ତରୁ ତୃଣ ଲତାଙ୍କର ସମସ୍ତଙ୍କର ଶୁଭ କାମନା କରୁଛି। ଇଏ ହେଉଛନ୍ତି ଅନନ୍ତ ବ୍ରତ। ବ୍ରତ ଶବ୍ଦର ଅର୍ଥ ହେଉଛି ସଂକଳ୍ପ। ଗୋଟେ ସଂକଳ୍ପ ନେବା ହେଉଛି ପ୍ରକୃତରେ ବ୍ରତ। ଧରନ୍ତୁ ଆମ ହିନ୍ଦୁମାନେ ଅନେକ ବ୍ରତ ନିଜ ହାତରେ ପିନ୍ଧନ୍ତି। ସୁଦୂଷା ବ୍ରତ, ଅନନ୍ତ ବ୍ରତ। ତାର ଅର୍ଥଟି କ'ଣ? ତାର ଅର୍ଥଟି ହେଉଛି ବ୍ରତଟି ରହିଲେ ହାତରେ ବା ବେକରେ ରହିଲେ ମଣିଷଟି ଅନ୍ତତଃ ଗୋଟେ ଭୁଲ କାମ କରିବା ପାଇଁ ସେ ନିଶ୍ଚୟ ପଛଘୁଞ୍ଚା ଦେବ। ଖାଦ୍ୟପେୟ ପ୍ରତି ତା'ର ସଚେତନତା ରହିବ। ତେଣୁ ଏହାର ନାମ ହେଉଛି ଅନନ୍ତ ବ୍ରତ। ଯେତେବେଳେ ଅନନ୍ତ ବ୍ରତର ଗୋଟେ କଥା କେମିତି ଲେଖା ହେଇଛି, ଅତି ସୁନ୍ଦର ଭାବରେ ଲେଖା ହେଇଛି। ଗାଈଟିଏ ସେ ବାଛୁରୀ ଜନ୍ମ ଦେଇଛି, କିନ୍ତୁ କ୍ଷୀର ତାର ପହ୍ନାରୁ ସୃଷ୍ଟି ହେଉନାହିଁ। ତାକୁ ଯେତେବେଳେ ପଚରାଗଲା, ତମେ ଜନ୍ମ ଦେଇଛ ଗାଈ ବାଛୁରୀକୁ, କିନ୍ତୁ କ୍ଷୀର ତୁମ ପାଖରେ ନାହିଁ। ଗାଈ ତା ଭାଷାରେ ଉତ୍ତର ଦେଲା, ମୁଁ ଅନନ୍ତଙ୍କୁ ପାଇନାହିଁ। ଗୋଟେ ଝଙ୍କାଳିଆ ଫଳ ଗଛଟିଏ ପଇଲା। ସେ ଫଳ ଗଛଟିର ଫଳ ଏତେ ଖଟା ଯେ ତାକୁ ମଧ୍ୟ କେହି ଖାଆନ୍ତି ନାହିଁ। ସେ କେବଳ ଆପେ ଆପେ ଝଡ଼ିକିରି ପଚିଯାଏ ବା ଫୋପଡ଼ାଏ। ସେ ଗଛ ମୂଳେ ପଚାରିଲେ, ଏ ବୃକ୍ଷରାଜ, ତୁମେ ଏତେ ଫଳର ଅଧିକାରୀ, କିନ୍ତୁ ତୁମ ଫଳଟା କେହି ଖାଉନାହାନ୍ତି। ସେ କହିଲା, ଆଉ ଖାଇବେ କେମିତି? ମୁଁ ତ ଅନନ୍ତଙ୍କୁ ପାଇନି। ଏଇଭଳି ଭାବରେ ଅନନ୍ତଙ୍କର ମହିମା ଅନନ୍ତ ବ୍ରତ ବହିରେ ମଧ୍ୟ ଲେଖା ହେଇଛି। ଆମର ଶିଶୁ ଅନନ୍ତଙ୍କର ମେଳାଟି ହୁଏ। ସେ ମେଳାରେ ଏମୁଣ୍ଡରୁ ସେମୁଣ୍ଡ ଯାକେ ଗୋଟିଏ ଧାଡ଼ି ବି ମିଛ ନାହିଁ ବା କପୋଳ କଳ୍ପିତ ନାହିଁ। କାଳେ କିଏ ତାକୁ କପୋଳ କଳ୍ପିତ କରିଦେବ, ଆଉ ଟିକେ ବଢ଼େଇ ଦେବ। ତେଣୁ ଏଇଟା ନିଜେ ମୁଁ ଲେଖିଥିଲି ତିର୍ତ୍ତୋଲ ମଣ୍ଡାବଣ ମଠରେ। ତେବେ ଯାହା ହଉ, ସତ ହଉ ମିଛ ହଉ, ଲୋକ ତ ମିଛକୁ ଆଜିକାଲି ସତ କରିବା ପାଇଁ ଏତେ ବ୍ୟସ୍ତ ଯେ ଆଉ କହିବା କଥା ନାହିଁ। ତେବେ ଅନନ୍ତ ବ୍ରତରେ ଏମିତି ନିୟମ ରହିଛି, ଅନନ୍ତ ବ୍ରତ ଯଦି ନ ଚାହିଁବେ ସେ ତୁମ ଘରୁ ବିଦାୟ ନେବେନି। ସେଥିପାଇଁ ଶାଶୁ ଅନନ୍ତ ବ୍ରତ କରୁଥିଲେ, ସେ କରିପାରିଲେନି। ସେ ବୋହୂକୁ ଦେଇଦେଲେ, ବୋହୂ ତୁ କରିବୁ। ବୋହୂ କରିପାରୁନି, ସେ ଝିଅକୁ ଦେଇଦେଲା, ମା ତୁ କରିବୁ, ତୋ ଶାଶୁଘର ତୁ କରିବୁ। ଇଏ ସବୁ ଚଳିବ, କିନ୍ତୁ ମୁଁ ଅନନ୍ତ ବ୍ରତ କରିବିନି, ସେ କଥା ଚଳିବନି। ଚଳିବ କେତେବେଳେ? ଯେତେବେଳେ ଦେଖିବ ଅନନ୍ତ ବ୍ରତ ଆଉ ଘରେ ନାହାନ୍ତି। ସେ କୁଆଡ଼େ ଗଲେ? କିଏ କହିବ ମୂଷା ନେଇଗଲେ, କିଏ କହିବ ଟୁଣ୍ଡରା ନେଇଗଲେ। କିନ୍ତୁ ପ୍ରକୃତ ଅନନ୍ତ ବ୍ରତ ଅନ୍ତର୍ଧ୍ୟାନ ହେଇଯାଆନ୍ତି। ଯେତେବେଳେ ଅନନ୍ତ ବ୍ରତକୁ କେହି ଲୋକ ନେଇ ନଦୀରେ ଭେଙ୍ଗି ଦେଇ ଆସନ୍ତି, ସିଏ ଗାଧେଇବା ବେଳେ, ପୁଣି ଗାଧେଇଲା ବେଳେ ସେ ଅନନ୍ତ ବ୍ରତ ଭାସି ଆସି ତା ପାଖରେ ଲାଗିବେ। ତେଣୁ ଏଇସବୁ କଥା, ଅନେକ କଥା
मोर गोटे जगार मु सकाले भी कहूली पुणी से कथा टे अल्पकार कही मत गोटे जगार किशोरनगर मल्लीपुर पूर्णचंद्र महांती घर से पूर्णचंद्र महांती आउ ना स्त्री भी आउ ना पिला माने अच्छा मत प्राय 50 कि 60टा फूलमाड़ देते आ फूलमाड़ गुड़िक मुझे पिंधिक के समय बस सब खट ऊपर थोदेली मोर मु शोली एतिक बेले देखागला जड़े जा स्त्री जाइए नांडू बोलता ना नांडू जाइला नदी की स्नान कर गोटे अनंत व्रत आनिला मत देखला कहला बाबा ये गोटे कौन मुझे अनंत व्रत तू घरे रख तापर भात हांडी पखाला भात गोड़ेला बेलू से जो परशुणी तोराणी भितर अनंत व्रत बाहरला तापर आम आम पलि आसिलु पलि आसवा पर जो फूलमाड़ गुड़ाक गदा ताकू नहीं से पुणी कौटा रखिए कि फोपाड़े कि कौन गोटे करेंगे सी फूलमाड़ जाक खाली शह शह अनंत व्रत आपण मैंने ये सब कथा को देखिए एबे भी से मो सांगरे से जी थे रवि नारायण साहू सुख भाई से को पचारे से भी कहे तो अनंतर महिमा यही भली व्यापक आपण देखिए बाइबल रे ईश्वर शब्द रही एवं अनंतर बोली शब्द रही कहीं सब रही ना अनंत होउचंती मूल तत्व अनंत ठारू सब किछि आसी तेणु अ कहिले जीवनर अनुकूल बा जन्म जीवनर अनुकूल अनुकूलटा केबे ना जन्म से मातृ गर्भरे स्थित से गोटे अनुकूल जो दिन मातृ गर्भरू से बाहरिला से दिन भी गोटे अनुकूल तेणु अ कहिले आमर अच्युत लिखिं अच्युत भी से अक्षर रे लिखिं अशेष अशेष ब्रह्मांड मध्य अंशा अंश पूरी थी अशेष मार्गे मु खोजिली लेस न पाए कि अशेष ब्रह्मा मध्य अंशा अंश अशेष मार्ग खोजिली लेस अ कहले अभिराम आभीर मान शौरी स्वयमान मुकाम्बुज पीताम्बर धर सग्वी साक्षात मनमत्त मनमत्त गोपालुणी माने जहाँ को भल पाउले खाली गोपालुणी नुहे गोपाल आ गोपाल क्या भल पाउले सी होती कृष्ण तेणु तांका ना अभिराम बोली कहुई तेणु आमर सब महापुरुष ना गुड़ा को स्मरण करेंगे आम गोटे बही लिखीचु गुरुतीर्थ तारे सब महापुरुष मान ना आम देचु ताकू के पढ़ुना खोजु भी ना किंतु दिने समय आसो पढ़े न कहले यह जीवनर अनुकूल न कहले जीवनर श्रेष्ठ मार्ग होची नम्रता तुम्हें धन रे कुबेर हो पार तुम्हें कौन हो पार तुम्हें जिते सुंदर हुओ बा असुंदर हुओ धनी हुओ मानी हुओ ज्ञानी हुओ किंतु नम्रता गुणटी जीवन रे आचरण करिवो एवं गुरु गुरुजन मान को नमस्कार करी तांक पाखरु आशीर्वाद भिक्षा करिवो ये होची अ न
ତ କହିଲେ ତତ୍ତ୍ୱ ସବୁ କଥାକୁ ହେୟଜ୍ଞାନ ମନେ କରନା। ମୁଁ ଯାହା ଖାଉଛି କାହିଁକି ଖାଉଛି ତାର ବି ଗୋଟେ ତତ୍ତ୍ୱ ଅଛି। ସବୁଥିରେ ଗୁଣ ରହିଛି, ତାକୁ ଖୋଜି ବାହାର କରିବା ଦରକାର। ତେଣୁ ଆଜି ପବିତ୍ର ଅନନ୍ତ ଚତୁର୍ଦ୍ଦଶୀରେ ଆପଣମାନେ ଭଲ ଜୀବନ, ଭଲ ପରିବାର ଗଠନ ପାଇଁ ପ୍ରାର୍ଥନା କରନ୍ତୁ। ଏବଂ ବର୍ଷା ଦିନ ସରି ଆସିଲା, ଆଜି କାଲି ବୋଧେ ଇନ୍ଦ୍ର ପୂର୍ଣ୍ଣିମା, ଇନ୍ଦ୍ର ବିଦାୟ ନେବେ ପୃଥିବୀରୁ, ପୃଥିବୀକୁ ଆସିବେ ଶରତ ଋତୁ। ତେଣୁ ଏଇ ଆର୍ଦ୍ର ମୃତ୍ତିକାରେ ଆପଣମାନେ ବୃକ୍ଷରୋପଣ କରିପାରିବେ। ବୃକ୍ଷରୋପଣ କରିବା ହିଁ ଅନନ୍ତଙ୍କ ପାଇଁ ଗୋଟେ ଶ୍ରେଷ୍ଠ ଅର୍ଘ୍ୟ ହେବ। ଏଠି କହି ମୋ କଥାକୁ ବିଶ୍ରାମ ଦେଉଛି। ଜୟ ଶ୍ରୀ